हेलो स्टूडेंट वेलकम टू पॉलिटिकल साइंस ओडिया यूट्यूब चैनल। तो पिला माने प्रीवियस क्लास रे हमें दलर प्रकार भेद पढुथिले कोन पढुथिले ना दलर प्रकार भेद जोथिरे हमें कोन पढिथिले ना हमर गोटे होची जातीय राजनैतिक दल आ गोटे कोन पढिथिले ना आंचलिक राजनैतिक दल पिला माने प्रीवियस क्लास रे हमें दलर प्रकार भेद जातीय राजनैतिक दल एवं आंचलिक राजनैतिक दल को कवर करिचे। तो आजिर क्लास रे हमें कोन पढिबा ना एक दलीय प्रभुत्व जाको हमें कहउचे वन पार्टी डोमिनेंस। तो स्टूडेंट्स चलो आउ डेरी न करी आजिर क्लास को स्टार्ट करिबा। पिला माने आजिर क्लास रे हमें एक दलीय प्रभुत्व बा वन डोमिनेंस पार्टी कोन वन पार्टी डोमिनेंस कोन एवं तार विशेषत्व कोन तार सुगुण कोन तार दुर्गुण कोन पई से देखा जाए से सब आलोचना करिबा। चलो डेरी न करी हम स्टार्ट करिबा। देखो ना गणतांत्रिक व्यवस्था रे बहु राजनैतिक दल थिले मध्य केबे केबे गोटिए दल दीर्घ समय पर्यंत शासन करिथाय। पिला माने हम कोन बुझिले ना गणतांत्रिक व्यवस्था रे अर्थात आमे जानिचे हम भारत रे कोन अछि ना गणतांत्रिक व्यवस्था अछि। बहु राजनैतिक दल थिले मध्य आमे जानिचे जे हम भारत रे कोन देखा जाय ना बहु दलीय व्यवस्था देखिबाकू मिले। बहु दलीय व्यवस्था ताମାନେ ଆମେ ଜାଣିଲେ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବହୁ ରାଜନୈତିକ ଦଳ ଥିଲେ ମଧ୍ୟ କେବେ କେବେ କଣ ହୁଏ ନା ଗୋଟିଏ ଦଳ ଦୀର୍ଘ ସମୟ ପର୍ଯ୍ୟନ୍ତ କଣ କରିଥାଏ ନା ଶାସନ କରିଥାଏ। ଏହି ଶାସନ ପ୍ରକ୍ରିୟାକୁ ବା ଏହି ପରିସ୍ଥିତିକୁ ଏକଦଳୀୟ ପ୍ରଭୃତ୍ୱ କୁହାଯାଏ। ଆଉ କଣ ହୁଏ ନା ଏଠାରେ ଅନ୍ୟ ଦଳ ମାନେ ଥିଲେ ମଧ୍ୟ ସେମାନେ ଶକ୍ତିଶାଳୀ ହୋଇପାରନ୍ତି ନାହିଁ ଏବଂ ଗୋଟିଏ ଦଳ ସବୁବେଳେ ନିର୍ବାଚନରେ ଜିତି ସରକାର ଗଠନ କରେ। ତାମାନେ ଆମେ କଣ ଦେଖିଲେ ନା ଗଣତାନ୍ତ୍ରିକ ବ୍ୟବସ୍ଥାରେ ବହୁ ରାଜନୈତିକ ଦଳ ଥିଲେ ମଧ୍ୟ କେବେ କେବେ ଗୋଟିଏ ଦଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ କରିଥାଏ ତାକୁ ଆମେ କଣ କହୁଛେ ନା ଏକ ଦଳୀୟ ପ୍ରଭୃତ୍ୱ ବୋଲି କହୁଛେ ହେଲା। ତା ମାନେ କଣ ଏଠାରେ ଅନ୍ୟ ଦଳ ମାନେ ଥାନ୍ତି କିନ୍ତୁ ସେମାନେ ଶକ୍ତିଶାଳୀ ହୋଇପାରନ୍ତି ନାହିଁ ଏବଂ ଗୋଟିଏ ଦଳ ସବୁବେଳେ ନିର୍ବାଚନରେ ଜିତେ ଏବଂ ସରକାର ମଧ୍ୟ ଗଠନ କରିଥାଏ। ପିଲାମାନେ ଯଦି ଆମେ ଦେଖିବା ଆମ ଭାରତରେ ସ୍ଵାଧୀନତା ପରେ ବହୁ ବର୍ଷ ପର୍ଯ୍ୟନ୍ତ ଭାରତରେ ସ୍ଵାଧୀନତା ପରେ ବହୁ ବର୍ଷ ପର୍ଯ୍ୟନ୍ତ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ର ପ୍ରଭୁତ୍ୱ ଦେଖା ଯାଇଥିଲା। ତାମାନେ ଆମ ଭାରତ ଇଣ୍ଡିପେଣ୍ଡେଣ୍ଟ ପାଇଲା କେବେ ନା 1947 ଅଗଷ୍ଟ 15 ରେ। ତାହେଲେ ସ୍ଵାଧୀନତା ପରେ ପରେ ଆମେ ଦେଖୁଛେ ବହୁ ବର୍ଷ ଧରିକି ଆମେ ଯେଟା କହୁଛେ ଆଇଏନସି ବା ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଅର୍ଥାତ ଯାହାକୁ ଆମେ କଂଗ୍ରେସ ପାର୍ଟି ବୋଲି କହୁଛେ କଂଗ୍ରେସ ଦଳ ବହୁ ବର୍ଷ ପର୍ଯ୍ୟନ୍ତ କଣ କରିଥିଲା ନା ଆମ ଭାରତରେ ତାର ପ୍ରଭୁତ୍ୱ ବା ଏକକ ଦଳୀୟ ଶାସନ ବ୍ୟବସ୍ଥାକୁ ସେ ପ୍ରଚଳନ କରିଥିଲା। ନେକ୍ସଟ ପିଲାମାନେ ଏଇ ଏକ ଦଳୀୟ ପ୍ରଭୁତ୍ୱର କଣ ବିଶେଷତା ଅଛି ବା ତାର ତାତ୍ପର୍ଯ୍ୟ କଣ? ଆମେ ଜାଣିଛେ ଯେ ଗୋଟିଏ ଦଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନରେ ରହିଲେ ଏହା ଲଗାତାର ଭାବରେ ନିର୍ବାଚନ ଜିତି ସରକାର ଗଠନ କରେ ହେଲା। ଯଦି ଆମେ ଦେଖିବା ଯଦି ଗୋଟିଏ ଦଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ ବ୍ୟବସ୍ଥାରେ ରହୁଛି ଏବଂ ଲଗାତାର ଭାବେ ସେ ନିର୍ବାଚନ ଜିତିକି ସରକାର ଗଠନ କରୁଛି ତେବେ ଏଇଟା ହଉଛି ଏକଦଳୀୟ ପ୍ରଭୁତ୍ୱର ଏକ ବିଶେଷତ୍ୱ ହେଲା। ନେକ୍ସଟ ହଉଛି କଣ ନା ଯେତେବେଳେ ବିପକ୍ଷ ଦଳ ମାନଙ୍କ ମଧ୍ୟରେ ଅର୍ଥାତ ଯୋଉମାନେ ବିରୋଧୀ ଦଳ ସେମାନଙ୍କ ମଧ୍ୟରେ ଏକତା ନଥାଏ କିମ୍ବା ସେମାନେ ଲୋକପ୍ରିୟ ହୋଇପାରନ୍ତି ନାହିଁ ଫଳରେ ଗୋଟିଏ ଦଳ ସର୍ବାଧିକ ପ୍ରଭାବଶାଳୀ ହୁଏ। ଆମେ ଜାଣିଲେ ଯେ ଆମ ଭାରତରେ ହଉଛି କଣ ନା ବହୁ ଦଳୀୟ ବ୍ୟବସ୍ଥା ଅଛି ଭାରତରେ। ତାମାନେ ଆମେ ଦେଖିଲେ ଯେତେବେଳେ ବିପକ୍ଷ ଦଳ ମାନଙ୍କ ମଧ୍ୟରେ ଅର୍ଥାତ ବହୁ ଦଳ ବ୍ୟବସ୍ଥାର ଗୋଟେ ଦଳ ଯେତିକି ସରକାର ଗଠନ କରୁଛି ଅନ୍ୟ ଯୋଉ ବିପକ୍ଷ ଦଳ ମାନେ ରହିଗଲେ ସେମାନଙ୍କ ଭିତରେ ଆମେ ଏକତା ଦେଖିବାକୁ ପାଇନଥାଉ। ଯାହା ଦ୍ଵାରା କଣ ହୁଏ ଗୋଟିଏ ଦଳ ସର୍ବଦା ଲୋକପ୍ରିୟ ହାସଲ କରେ ଏବଂ ସିଏ ହିଁ ସର୍ବାଧିକ ପ୍ରଭାବଶାଳୀ ହୁଏ ଏବଂ ସେଇ ଦଳ ହିଁ ସରକାର ଗଠନ କରିଥାଏ। ଏକକ ଦଳୀୟ ପ୍ରଭୁତ୍ୱରେ ଆଉ କଣ ବିଶେଷତା ଦେଖାଯାଏ ନା ଏଠାରେ ସରକାର ବାରମ୍ବାର ବଦଳି ହୁଏ ନାହିଁ। କଣ ହୁଏ ନା ଏଠାରେ ସରକାର ବାରମ୍ବାର ବଦଳ ହୁଏନି ଫଳରେ ପ୍ରଶାସନରେ ସ୍ଥିରତା ରହେ ଏବଂ ଦୀର୍ଘ ମିଆଦୀ ଯୋଜନା ସଫଳ ଭାବରେ କାମ କରିପାରେ। ତାମାନେ ଆମେ ଦେଖିଲେ କଣ ଯେ ବହୁ ଦଳୀୟ ବ୍ୟବସ୍ଥା ଅଛି କିନ୍ତୁ ଗୋଟିଏ ଦଳ ଆମର କଣ କରୁଛି ନା ଲୋକପ୍ରିୟତା ଲାଭ କରିଛି ବା ପ୍ରଭାବଶାଳୀ ହେଇଛି ଏବଂ ସରକାର ଗଠନ କରୁଛି। ତେଣୁ ସରକାରଙ୍କର ବାରମ୍ବାର ଏଠାରେ ବଦଳି ଦେଖିବାକୁ ମିଳେ ନାହିଁ। ଯାହା ଫଳରେ ହୁଏ କଣ ଆମ ପ୍ରଶାସନରେ ବା ଆମ ଶାସନ ବ୍ୟବସ୍ଥାରେ ସ୍ଥିରତା ରହେ ଏବଂ ଦୀର୍ଘ ମିଆଦୀ ଯୋଜନା ଯୋଉ ଯୋଜନା ଗୁଡାକ ବା ଯୋଉ ପଲିସି ଗୁଡାକ ଆମର ଦୀର୍ଘ ମିଆଦୀ ବା ଲଙ୍ଗ ଟର୍ମ ହେଇଥାଏ ସେଗୁଡିକ ସଫଳ ଭାବରେ କାର୍ଯ୍ୟ କରିଥାଏ। ଆଉ କଣ ହୁଏ ନା ଗୋଟିଏ ଦଳ ଉପରେ ଜନସାଧାରଣଙ୍କ ଭରସା ଅଧିକ ଥାଏ ଏହାର କାରଣରୁ
ଏହି ଦଳ ପୁନଃ ପୁଣି ନିର୍ବାଚନ ଜିତିଥାଏ। ଯେହେତୁ ଏକ ଦଳ ଅର୍ଥାତ୍ ଗୋଟିଏ ଦଳ ଉପରେ ହିଁ ଲୋକମାନଙ୍କର ବିଶ୍ୱାସ ଥାଏ ବା ଭରସା ଥାଏ, ତେଣୁକରି ବାରମ୍ବାର ସେଇ ଦଳ ହିଁ ନିର୍ବାଚନରେ ଜିତିଥାଏ। ଆଉ କଣ ଦେଖିବାକୁ ମିଳେ ନା ଯେହେତୁ ଗୋଟିଏ ଦଳ ଆମର ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ତେଣୁକରି ତାର ନୀତି ଏବଂ କାର୍ଯ୍ୟକ୍ରମ ଲଗାତାର ଭାବରେ ଚାଲିଥାଏ। ପିଲାମାନେ ଆମେ ଜାଣିଛେ ଯେ ଆମର ଯେହେତୁ ବହୁଦଳୀୟ ବ୍ୟବସ୍ଥା ଅଛି, ତାହେଲେ ଏଠି ବିଭିନ୍ନ ପ୍ରକାର ଦଳ ଅଛି, ତ ସମସ୍ତଙ୍କର ନୀତି ଓ ଆଦର୍ଶ କଣ ହେଇଥିବ, ଅଲଗା ଅଲଗା ହେଇଥିବ। ଯେତେବେଳେ ଗୋଟିଏ ଦଳ ଆମ ପାଖରେ ଦୀର୍ଘ ସମୟ ଧରି ଶାସନ କରୁଛି, ତାର ଯୋଉ ନୀତି ଥିବ ବା ତାର ଯୋଉ କାର୍ଯ୍ୟକ୍ରମ ଥିବ, ସେଇ କାର୍ଯ୍ୟକ୍ରମ ବା ସେଇ ନୀତି ବା ସେଇ ଆଦର୍ଶ ଲଗାତାର ଭାବରେ କଣ ହେଇଥିବ ନା ଶାସନ ବ୍ୟବସ୍ଥାରେ ଦେଖିବାକୁ ମିଳିଥାଏ। ଆଉ କଣ ହୁଏ ନା ଶାସକ ଦଳ ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ ରାଜନୈତିକ କାର୍ଯ୍ୟରେ ବହୁତ ପ୍ରଭାବ ପକାଏ। ହେଲା, ଯେହେତୁ ଗୋଟିଏ ଦଳ ରହିଲା, ତେବେ ଶାସକ ଦଳରେ କଣ ହୁଏ ନା ତାଙ୍କର ଯୋଉ ପ୍ରଶାସନ, ତାର ଶାସନ ବ୍ୟବସ୍ଥା, ତାଙ୍କର ଯୋଉ ନୀତି ନିର୍ଦ୍ଧାରଣ, ତାମାନେ ନିର୍ବାଚନକୁ ନେଇକି ଶାସନ ବ୍ୟବସ୍ଥାକୁ ନେଇକି ଯାହା ଯାହା ନୀତି ନିର୍ଦ୍ଧାରଣ ହୁଏ ଏବଂ ଯାହା ଯାହା ରାଜନୈତିକ କାର୍ଯ୍ୟକ୍ରମ ସବୁ ରୁହେ, ଏସବୁ ବହୁତ ମାତ୍ରାରେ କଣ ହୁଏ ନା ପ୍ରଭାବ ପକାଇଥାଏ। ନେକ୍ସଟ ପିଲାମାନେ ଆମେ କଣ ଦେଖିବା ନା ଏକଦଳୀୟ ପ୍ରଭୁତ୍ୱର କାରଣ କଣ, କୋଉ କାରଣ ପାଇଁ ଏକଦଳୀୟ ପ୍ରଭୁତ୍ୱ ଦେଖାଯାଇଥାଏ। ପ୍ରଥମେ କଣ ନା ଯଦି ଦଳର ନେତା ଲୋକପ୍ରିୟ, ଦୃଢ ଓ କାର୍ଯ୍ୟକୁଶଳ ହୁଅନ୍ତି, ତେବେ ସେହି ଦଳ ଲୋକମାନଙ୍କର ଅଧିକ ସମର୍ଥନ ପାଏ। ଆମେ ଜାଣିଲେ ପ୍ରଥମେ କଣ ପଢିବା ପିଲା ନା ଗଣତାନ୍ତ୍ରିକ ବ୍ୟବସ୍ଥାରେ ବହୁଦଳୀୟ ବ୍ୟବସ୍ଥା ଅଛି। ଅର୍ଥାତ୍ ବହୁଦଳୀୟ ବ୍ୟବସ୍ଥାର ଯେତେବେଳେ ଏକ ଦଳ ମାନେ ଗୋଟିଏ ଦଳ ଯେତେବେଳେ ଲୋକମାନଙ୍କ ପାଖରେ ଲୋକପ୍ରିୟ ହଉଛି, ସେତେବେଳେ ଏକଦଳୀୟ ପ୍ରଭୁତ୍ୱ ଦେଖାଯାଉଛି। ତାମାନେ ଏକଦଳୀୟ ପ୍ରଭୁତ୍ୱ ଦେଖାଯିବାର କାରଣ କଣ ନା ପ୍ରଥମ ହଉଛି କଣ ନା ଯଦି ସେ ଦଳର ନେତା ଅଧିକ ଲୋକପ୍ରିୟ ହେଇଥିବେ ବା ତାଙ୍କର କାର୍ଯ୍ୟ ଦୃଢ ହେଇଥିବ ବା କୁଶଳୀ ହେଇଥିବ ବା ସେହି ଦଳ କଣ ହେଇଥିବ ନା ଲୋକମାନଙ୍କର ଅଧିକ ସମର୍ଥନ ପାଉଥିବ, ତେବେ ସିଏ କଣ ହବ ନା ଏକକ ଦଳୀୟ ପ୍ରଭୁତ୍ୱରେ ଅଂଶଗ୍ରହଣ କରିପାରିବ। ନେକ୍ସଟ କଣ ହୁଏ ନା ଯେହେତୁ ବିପକ୍ଷ ଦଳ ମାନେ ଏକତ୍ର ହୋଇପାରନ୍ତି ନାହିଁ, ଯେହେତୁ ଗୋଟିଏ ଦଳ ଲୋକମାନଙ୍କର ଲୋକପ୍ରିୟତା ହାସଲ କରିଛି, ତାମାନେ ବିପକ୍ଷ ଦଳ ମାନେ କଣ ତାଙ୍କ ଭିତରେ ଏକତା ଦେଖିବାକୁ ମିଳେ ନାହିଁ, ତେବେ କଣ ହୁଏ ନା ଶାସକ ଦଳ ଅଧିକ ଶକ୍ତିଶାଳୀ ହୁଏ। ଯଦି ବିପକ୍ଷ ଦଳ ବା ଯୋଉମାନେ ଆମର ବିରୋଧୀ ପାର୍ଟି ଯଦି ତାଙ୍କ ଭିତରେ ଏକତା ଦେଖିବାକୁ ନ ମିଳିବ, ଯଦି ଏକତା ଦେଖିବାକୁ ନ ମିଳିବ, ତାହେଲେ କଣ ହବ ନା ଯୋଉ ଦଳ ଶାସନ କରୁଥିବ ସେ ଅଧିକ ଶକ୍ତିଶାଳୀ ହେବାକୁ ଲାଗିବ। ଆଉ କଣ ହୁଏ ନା ଯେଉଁ ଦଳ ଦେଶର ସ୍ଵାଧୀନତା ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥାଏ, ଅର୍ଥାତ୍ ସେ ଦଳ ଲୋକପ୍ରିୟ କେମିତି ହାସଲ କଲା ନା ସେ ଦଳ ଦେଶର ସ୍ଵାଧୀନତା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଏବଂ ସେଇ ଦଳ କଣ କରିଛି ନା ଲୋକମାନଙ୍କ ପାଖରେ ଆସ୍ଥା ବାଢିଛି, ଅର୍ଥାତ୍ ଲୋକମାନଙ୍କର ସେ ଆଶା ଭରସାର ଶିକାର ହେଇଛି, ତେବେ ସେଇ ଦଳ କଣ ହବ ନା ଏକଦଳୀୟ ପ୍ରଭୁତ୍ୱ ହାସଲ କରିବ। ଯଦି ଆମେ ଏକ୍ଜାମ୍ପଲ ଦେଖିବା, ତାହେଲେ ଆମ ଭାରତରେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ହଉଛି କଣ ଏହାର ଉଦାହରଣ, ଯାହାକୁ ଆମେ କହୁଛେ ଆଇଏନସି, ଅର୍ଥାତ୍ ଯାହାକୁ ଆମେ ସର୍ଟରେ କଣ କୁହେ ନା କଂଗ୍ରେସ ପାର୍ଟି। ଆଉ କଣ ହୁଏ ନା ଯେହେତୁ ସେ ଏକଦଳୀୟ ପ୍ରଭୁତ୍ୱ ହାସଲ କରିଥାଏ ଏବଂ ସରକାର ଗଠନ କରିଥାଏ, ଯଦି ସରକାର ଗଠନ କରିକି ସେ ଜନହିତକାରୀ କାର୍ଯ୍ୟକ୍ରମ କରୁଛି, ତେବେ କୋଉଠି ନା କୋଉଠି ଲୋକମାନେ ପୁନର୍ବାର ସେଇ ଦଳକୁ ଭୋଟ ଦିଅନ୍ତି ଏବଂ ନିର୍ବାଚନରେ ତାକୁ ଜିତାନ୍ତି ଏବଂ ସେଇ ଦଳ ସରକାର ଗଠନ କରିଥାଏ। ଏବଂ ଆଉ କଣ ହୁଏ ନା ଯେହେତୁ ସଂଗଠନ ଶକ୍ତିଶାଳୀ ହେଇଥିବ ଏବଂ କାର୍ଯ୍ୟକର୍ତ୍ତା ମଧ୍ୟ ଶକ୍ତିଶାଳୀ ହେଇଥିବେ, ତାମାନେ ସେମାନେ ଦଳକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତିଶାଳୀ କରିଥିବେ। ଅର୍ଥାତ୍ ଆମେ ଏକ୍ଜାମ୍ପଲ ନଉଛେ କଣ ନା ଆମ ଭାରତରେ କିଏ ନା କଂଗ୍ରେସ ଗୋଟେ ସମୟରେ ଏକକ ଦଳୀୟ ପ୍ରଭୁତ୍ୱ ହାସଲ କରୁଥିଲା। ତାମାନେ କଣ ଇଏ ଗୋଟେ ଶକ୍ତିଶାଳୀ ସଂଗଠନ ଥିଲା, ଶକ୍ତିଶାଳୀ ସଂଗଠନ ଥିଲା ଏବଂ ଏହାର କାର୍ଯ୍ୟକର୍ତ୍ତା ମାନେ ମଧ୍ୟ କଣ ଥିଲେ ନା ଶକ୍ତିଶାଳୀ ଥିଲେ, ଯାହା ଫଳରେ କଣ ହେଲା ନା ଏକ ଦଳ ବା ଯାହାକୁ ଆମେ ଏକ୍ଜାମ୍ପଲ ନଉଛେ କଂଗ୍ରେସ ଦଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତିଶାଳୀ ହୋଇଥିଲା। ନେକ୍ସଟ ପିଲାମାନେ ଆମେ କଣ ପଢିବା ନା ଏକଦଳୀୟ ପ୍ରଭୁତ୍ୱର କଣ କଣ ସୁଗୁଣ ଅଛି ହେଲା, ଅଥବା ଏକଦଳୀୟ ପ୍ରଭୁତ୍ୱ ରହିଲେ ଆମର ଲାଭ କଣ କଣ ହବ ବା ଏହାର ଭଲ ଗୁଣ କଣ କଣ ଅଛି। ଫାଷ୍ଟ ହଉଛି କଣ ନା ଏକଦଳୀୟ ପ୍ରଭୁତ୍ୱରେ ସରକାର ସ୍ଥିର ରହେ ଏବଂ ବାରମ୍ବାର ସରକାର ପରିବର୍ତ୍ତନ ହୋଇ ନଥାଏ। ତାହେଲେ ଆମେ ଜାଣିଲେ କଣ ଯେହେତୁ ଗୋଟିଏ ଦଳ ରହୁଛି, ଏକ ଦଳ ରହୁଛି, ତେବେ ଏଇ ଦଳ କଣ ହେଇଥାଏ ନା ଏଥିରେ ସରକାର ସବୁବେଳେ ସ୍ଥିର ହେଇଥାନ୍ତି ବା ସରକାର ବାରମ୍ବାର ପରିବର୍ତ୍ତନ ହୁଅନ୍ତି ନାହିଁ, ଯୋଉଟା କି ଶାସନ ବ୍ୟବସ୍ଥାରେ ଗୋଟେ ଭଲ ପ୍ରଭାବ ପକାଇଥାଏ। ଆଉ କଣ ହୁଏ ନା ଦୀର୍ଘମିଆଦୀ ଯୋଜନା, ଯୋଉ ଯୋଜନା ଗୁଡାକ ଆମର ଲଙ୍ଗ ଟର୍ମ ପାଇଁ ଚାଲେ ବା ବିକାଶ ମୂଳକ କାର୍ଯ୍ୟ ଗୁଡିକ ସଫଳ ଭାବରେ କାର୍ଯ୍ୟକାରୀ ହୋଇଥାଏ। କେମିତି ହେଇଥାଏ ନା ଯେହେତୁ ଏକ ଦଳ ବହୁତ ସମୟ ପର୍ଯ୍ୟନ୍ତ ଆମ ପାଖରେ ରହିଲା, ତେଣୁକରି ସେ ଯୋଉ ଯୋଜନା କରିବାଟା ଦୀର୍ଘମିଆଦୀ ହେଇଥିବ ବା ଯୋଉ କାର୍ଯ୍ୟ କରିବା ନିହାତି ବିକାଶ ମୂଳକ କାର୍ଯ୍ୟ ହୋଇଥିବ।
ଆଉ କଣ ହୁଏ ନା ଗୋଟିଏ ଦଳ ଅଧିକ ଶକ୍ତିଶାଳୀ ଥିବାରୁ ନୀତି ନିଷ୍ପତ୍ତି ଅତି ଶୀଘ୍ର ନିଆଯାଇଥାଏ। ଯେହେତୁ ସେ ଜାଣିଛି ଯେ ମୁଁ ଯୋଉ ନୀତି ଗ୍ରହଣ କରିବି ବା ଯୋଉ ନିଷ୍ପତ୍ତି ନେବି ସେଥିରେ କେହି ପ୍ରଭାବ ପକେଇବେ ନାହିଁ, ତେଣୁକରି ସିଏ ଯୋଉ ନୀତି ନିଷ୍ପତ୍ତି ନବ ସେଗୁଡାକ ନିହାତି ଶକ୍ତିଶାଳୀ ହୋଇଥିବ। ଆଉ କଣ ହୁଏ ନା ନୀତିର ଅବିଚ୍ଛିନ୍ନତା ଥିବାରୁ ପ୍ରଶାସନ ଅଧିକ କାର୍ଯ୍ୟକୁଶଳ ହୁଏ। ଯେହେତୁ ସେ ଯୋଉ ନୀତିଟା ଗ୍ରହଣ କରେ ବା ଯୋଉ ନିଷ୍ପତ୍ତି ନିଏ, ଯେହେତୁ ସେଥିରେ ଅଧିକ ଅବିଚ୍ଛିନ୍ନତା ମାନେ କଣ କୌଣସି ଏପଟ ସେପଟ ବା କୌଣସି କୋଉ ବିରୋଧୀ ପାର୍ଟିର ଖରାପ ପ୍ରଭାବ ଦେଖିବାକୁ ମିଳେ ନାହିଁ, ତେଣୁକରି ଆମର ପ୍ରଶାସନ କଣ ହୁଏ ନା ଅଧିକ କାର୍ଯ୍ୟକୁଶଳ ହୁଏ ବା ଅଧିକ କାର୍ଯ୍ୟ କୁଶଳୀ ହୋଇଥାଏ ପ୍ରଶାସନ। ଆମେ ଜାଣିଛେ ଯେମିତି ଯୋଉଠି ବହୁଦଳୀୟ ସରକାର ଥାଏ ବା ଅନେକ ଦଳ ସରକାର ଗଠନ କରିଥାନ୍ତି ସେଠି ବିବାଦ ଏବଂ ଅସ୍ଥିରତା ଦେଖାଯାଇଥାଏ, କିନ୍ତୁ ଯୋଉଠାରେ ଏକକ ଦଳୀୟର ପ୍ରଭୁତ୍ୱ ଥାଏ ସେଠାରେ ଏଇ ଯୋଉ ବିବାଦ ଅସ୍ଥିରତାର ସମସ୍ୟା ଟିକେ କମ ଦେଖିବାକୁ ମିଳେ। ତେବେ ଇଏ ବି ଏକଦଳୀୟ ପ୍ରଭୁତ୍ୱର ଏକ ସୁଗୁଣ ବା ଏକ ଲାଭ ମଧ୍ୟ ହୋଇପାରିବ। ନେକ୍ସଟ ଆମେ ପଢିବା କଣ ନା ଏକଦଳୀୟ ପ୍ରଭୁତ୍ୱର କଣ କଣ ଦୁର୍ଗୁଣ ଅଛି ବା ଏକଦଳୀୟ ପ୍ରଭୁତ୍ୱ ହେଲେ କଣ କଣ କ୍ଷତି ଆମର ହବ ହେଲା। ଫାଷ୍ଟ ହଉଛି କଣ ନା ଗୋଟିଏ ଦଳ ଦୀର୍ଘ ସମୟ ଧରି ଶାସନ କଲେ ଏହା ଅତ୍ୟଧିକ ଶକ୍ତିଶାଳୀ ହୋଇପାରେ ଏବଂ ଲୋକତନ୍ତ୍ର ଦୁର୍ବଳ ହେଇପାରେ। ବୁଝିପାରୁଛ ପିଲାମାନେ ଆମେ କଣ ପଢିଲେ ନା ଯଦି ଗୋଟିଏ ଦଳ ଦୀର୍ଘ ସମୟ ଧରିକି ଶାସନ କରୁଛି ତେବେ ସେ ନିହାତି ଅଧିକରୁ ଅଧିକ ଶକ୍ତିଶାଳୀ ହୋଇପଡିବ, ଯାହା ଫଳରେ ଆମର ଲୋକତନ୍ତ୍ର ତାମାନେ ଯାହାକୁ ଆମେ ଗଣତନ୍ତ୍ର ବୋଲି କହୁଛେ କଣ ହବ ସେ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିବ, ଯୋଉଟା କି ଏକଦଳୀୟ ପ୍ରଭୁତ୍ୱର ଏକ ଦୁର୍ଗୁଣ ଅଟେ। ଆଉ କଣ ହବ ନା ବିପକ୍ଷ ଦଳ ଗୁଡାକ ଆମର ଦୁର୍ବଳ ହେଇଥିବାରୁ ସରକାର ଉପରେ ନିୟନ୍ତ୍ରଣ କମିଯିବ। ଯେହେତୁ ବିପକ୍ଷ ଦଳ ମାନେ କୋଉମାନେ ଯୋଉମାନେ ଆମର ବିରୋଧୀ ପାର୍ଟି, ଯୋଉମାନେ ଆମର ବିରୋଧୀ ପାର୍ଟି ଯେହେତୁ ସେମାନେ ଦୁର୍ବଳ ହେଇ ପଡିବେ ତେଣୁକରି ସରକାରଙ୍କ ଉପରେ ସେମାନଙ୍କର ନିୟନ୍ତ୍ରଣ କମିଯିବ ଏବଂ ସେଇ ଦଳ କଣ କରିବ ନା ତାର ପ୍ରଭୁତ୍ୱ ଦେଖେଇବାକୁ ଲାଗିବ। ଆଉ କଣ ହୁଏ ନା ଦୀର୍ଘ ସମୟ ଶାସନରେ ରହିଲେ ଦୁର୍ନୀତି ଓ ଶକ୍ତିର ଦୁର୍ବ୍ୟବହାର ବଢିପାରେ। ଯଦି ଗୋଟିଏ ଦଳ ଦୀର୍ଘ ସମୟ ଧରି ଶାସନ ବ୍ୟବସ୍ଥାରେ ରୁହେ ତାର କୋଉଠି ନା କୋଉଠି ସେ ଦୁର୍ନୀତି କରିବ ଏବଂ ତା କ୍ଷମତାର ବା ତା ଶକ୍ତିର ସେ କଣ କରିବ ନା ଦୁର୍ବ୍ୟବହାର ମଧ୍ୟ କରିବ। ଆଉ କଣ ହେଇଥାଏ ନା ଶକ୍ତିଶାଳୀ ଦଳ କେବେ କେବେ ଜନମତକୁ ମଧ୍ୟ ଅଗ୍ରାହ୍ୟ କରିପାରେ। ଯେତେବେଳେ ଗୋଟେ ଦଳ ଅଧିକରୁ ଅଧିକ ଶକ୍ତିଶାଳୀ ହେଇଯିବ, ଅଧିକରୁ ଅଧିକ ସେ ଶକ୍ତିଶାଳୀ ହେଇଯିବ ଯେତେବେଳେ କୋଉଠି ନା କୋଉଠି ଜନମତକୁ ସେ ନିହାତି ପସନ୍ଦ କରିବ ନାହିଁ ବା ଜନମତକୁ ସେ କଣ କରିବ ଏଡେଇ ଦେଇକି ତା ମତକୁ ସେ ଆଗେ ଗୁରୁତ୍ୱ ଦେବ। ଆଉ କଣ ହୁଏ ନା ବିପକ୍ଷ ଦଳ ଦୁର୍ବଳ ହେଲେ ଗଣତନ୍ତ୍ରର ମୂଳ ଆତ୍ମା କ୍ଷୀଣ ହେଇପାରେ। ଯଦି ଆମେ ଦେଖିଲେ ଯେ ବିପକ୍ଷ ଦଳ ଆମର ଦୁର୍ବଳ ହେଇ ପଡୁଛି ତାହେଲେ କୋଉଠି ନା କୋଉଠି ଗଣତନ୍ତ୍ର ମଧ୍ୟ ଦୁର୍ବଳ ହୋଇପଡିବ। ପିଲାମାନେ ଏକକ ଦଳୀୟ ପ୍ରଭୁତ୍ୱ ତାର ବିଶେଷତା କଣ, ତାର ସୁଗୁଣ କଣ, ତା ଦୁର୍ଗୁଣ କଣ ପଡିଲେ। ନେକ୍ସଟ ଆମେ ଦେଖିବା ଆମ ଭାରତରେ ଏକଦଳୀୟ ପ୍ରଭୁତ୍ୱ ବା ଭାରତରେ ଏକଦଳୀୟ ପ୍ରଭୁତ୍ୱ ହେଇଛି ନା ନାଇଁ ଏବଂ ଯଦି ହେଇଛି କୋଉ ଦଳ କରିଛି ଏବଂ ତାର କଣ ପ୍ରଭାବ ରହିଥିଲା ହେଲା। ଦେଖ ପିଲାମାନେ ନା ସ୍ଵାଧୀନତା ପରେ ଭାରତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମେ ଜାଣିଛେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ପ୍ରଭୁତ୍ୱ ଦେଖାଯାଇଥିଲା, ଯାହାକୁ ଆମେ କଣ କହୁଛେ ନା INC ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ବା ତାକୁ ଆମେ ସର୍ଟରେ କଣ କହୁଛେ ନା କଂଗ୍ରେସ ଦଳ। ତାମାନେ ଆମେ ଜାଣିଲେ ଯେ ସ୍ଵାଧୀନତା ପରେ ପରେ ଭାରତରେ ବହୁତ ସମୟ ଧରି ବା ଦୀର୍ଘ ସମୟ ଧରି କଂଗ୍ରେସର ବା ଇଣ୍ଡିଆନ ନ୍ୟାସନାଲ କଂଗ୍ରେସର ପ୍ରଭୁତ୍ୱ ଦେଖିବାକୁ ମିଳିଥିଲା। ଯଦି ଆମେ ଏକ୍ଜାମ୍ପଲ ନେବା ତାହେଲେ 1952ରୁ 1977 ମସିହା ପର୍ଯ୍ୟନ୍ତ କଂଗ୍ରେସ କେନ୍ଦ୍ରରେ ଲଗାତାର ଭାବରେ ଶାସନ କରିଥିଲା। ପିଲାମାନେ ଭଲରେ ମନେ ରଖିବ 1952ରେ ଆମର ପ୍ରଥମ ସାଧାରଣ ନିର୍ବାଚନ ହେଇଥିଲା, ତ ସେବେଠାରୁ 1977 ପର୍ଯ୍ୟନ୍ତ କଂଗ୍ରେସ ଲଗାତାର ଭାବେ ତାମାନେ ମଝିରେ ଜମାରୁ ବ୍ରେକ୍ ନ ହୋଇ ଲଗାତାର ଭାବେ କଂଗ୍ରେସ ନିର୍ବାଚନରେ ଜିତିଛି ଏବଂ କଣ କରିଛି ନା କେନ୍ଦ୍ରରେ ସେ ଶାସନ କରିଛି। ଆଉ କଣ ହେଇଛି ନା ସ୍ଵାଧୀନତା ଆନ୍ଦୋଳନରେ ଏହାର ଭୂମିକା, ଶକ୍ତିଶାଳୀ ନେତୃତ୍ୱ ଓ ବିପକ୍ଷ ଦଳର ଦୁର୍ବଳତା ଏହାର ପ୍ରଭୁତ୍ୱର ମୁଖ୍ୟ କାରଣ ଥିଲା। ତେବେ ଏହି ଦଳ ଅନେକ ଦଳ ଥିଲେ କିନ୍ତୁ କଂଗ୍ରେସ ଦଳ କାହିଁକି ଆମର ଏକ ଦଳୀୟ ପ୍ରଭୁତ୍ୱ ହାସଲ କରିଥିଲା ନା ଯେହେତୁ ସ୍ଵାଧୀନତା ଆନ୍ଦୋଳନରେ ଏହାର ଭୂମିକା ଥିଲା ଏବଂ ଏହାର ଶକ୍ତିଶାଳୀ ନେତୃତ୍ୱ ଥିଲେ, ତାମାନେ ଯୋଉ ମେମ୍ବର ମାନେ ଥିଲେ ସେମାନେ ଅଧିକ ଶକ୍ତିଶାଳୀ ଥିଲେ ଏବଂ ବିପକ୍ଷ ଦଳର ଦୁର୍ବଳତା ମାନେ କଂଗ୍ରେସର ବିପକ୍ଷରେ ଯୋଉମାନେ ଥିଲେ ସେମାନଙ୍କର ଦୁର୍ବଳତା, ଏହି ସବୁ କାରଣରୁ କଂଗ୍ରେସ ଅଧିକ ପ୍ରଭୁତ୍ୱ ହାସଲ କରିଥିଲା। ଆଉ କଣ ନା ପରବର୍ତ୍ତୀ ସମୟରେ ଅନ୍ୟ ଦଳମାନେ ଶକ୍ତିଶାଳୀ ହେବାରୁ ଭାରତରେ ବହୁ ଦଳୀୟର ପ୍ରତିସ୍ପର୍ଦ୍ଧା ଧୀରେ ଧୀରେ ବଢିବାକୁ ଲାଗିଲା। ତାହେଲେ ଆମେ ଦେଖିଲେ ଯେ ଗୋଟେ ଟାଇମ ପିରିୟଡରେ ମାନେ ଆମର କଂଗ୍ରେସ କେବେ ନା 1952ରୁ 1977 ପର୍ଯ୍ୟନ୍ତ କଣ କରିଛି ନା କେନ୍ଦ୍ରରେ ସରକାର ଗଠନ କରିଛି। କେନ୍ଦ୍ର ସରକାରରେ କଣ ତା ଶାସନ ପ୍ରକ୍ରିୟାକୁ ଚାଲୁ ରଖିଛି। କିନ୍ତୁ ପରବର୍ତ୍ତୀ ସମୟରେ
ଯେତେବେଳେ ଅନ୍ୟାନ୍ୟ ଦଳମାନେ ସୃଷ୍ଟି ହେଲେ ବା ସେମାନେ ଶକ୍ତିଶାଳୀ ହେବାକୁ ଲାଗିଲେ, ଧୀରେ ଧୀରେ କଣ ହେଲା ନା ଭାରତରେ ବହୁଦଳୀୟ ବ୍ୟବସ୍ଥା ବଢିବାକୁ ଲାଗିଲା ଏବଂ କଂଗ୍ରେସର ଆଧିପତ୍ୟ କମିବାକୁ ଲାଗିଲା। ପିଲାମାନେ ଯଦି ଆମେ ବର୍ତ୍ତମାନ ସମୟକୁ ଦେଖିବା, ତାହେଲେ ଆମର 2014 ମସିହା, 2014, 2019 ଏବଂ 2024 ଏଇ 3ଟି ନିର୍ବାଚନରେ ଆମର ଲଗାତାର ଭାବେ କିଏ ଜିତିଛି ନା ଭାରତୀୟ ଜନତା ପାର୍ଟି। ଭାରତୀୟ ଜନତା ପାର୍ଟି, ଯାହାକୁ ଆମେ ସର୍ଟରେ କଣ କହୁଛେ ନା ବିଜେପି ହେଲା। ତାହେଲେ ଗୋଟେ ଟାଇମ୍ ପିରିୟଡ଼ ଆମର କଂଗ୍ରେସ ଥିଲା, କିନ୍ତୁ କିଛି ବର୍ଷ ପରେ ଆମେ କଣ ଦେଖିଲେ 2014 ମସିହା, 2019 ମସିହା ଏବଂ 2024 ମସିହା ଲଗାତାର ଭାବେ କଣ ହେଇଛି ନା ଆମର ଭାରତୀୟ ଜନତା ପାର୍ଟି ନିର୍ବାଚନରେ ଜିତିଛି ଏବଂ କେନ୍ଦ୍ରରେ ସେ ସରକାର ଗଠନ କରିଛି। ପିଲାମାନେ ଆଜିର କ୍ଲାସରେ ଆମେ କଣ ପଢିଲେ ନା ଏକଦଳୀୟ ବ୍ୟବସ୍ଥାର ତାର ପ୍ରଭୁତ୍ୱ ବା ତାକୁ ଆମେ କହୁଛେ ଏକଦଳୀୟ ପ୍ରଭୁତ୍ୱ, ତାର ସୁଗୁଣ, ତାର ଦୁର୍ଗୁଣ, ତାର ବିଶେଷତା ଏବଂ କଣ ପଢିଲେ ନା ଭାରତରେ ଏକଦଳୀୟ ପ୍ରଭୁତ୍ୱ। ତ ପିଲାମାନେ ଆଜିର କ୍ଲାସରେ ଯଦି ଯାହାର କିଛି ଡାଉଟ୍ ଅଛି, ତେବେ ତମେ କମେଣ୍ଟ ସେକ୍ସନରେ କମେଣ୍ଟ କରିବ, ମୁଁ ତମକୁ ନେକ୍ସଟ କ୍ଲାସରେ ଡାଉଟ୍ କ୍ଲିୟର କରିଦେବି। ଏବଂ ଆଜିର କ୍ଲାସଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିହାତି ଜଣେଇବ। ପିଲାମାନେ ରହିଲି, ଧନ୍ୟବାଦ, ଥ୍ୟାଙ୍କ ୟୁ।